ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଆଉ ଆଶା କରୁଛି ସମସ୍ତେ ଭଲରେ ଥିବେ। ଆଜି ଗୁରୁବାର, ମାର୍ଗଶିର ମାସର ଗୁରୁବାର, ସେଥିପାଇଁ ବହୁତ କମ୍ ସମୟ ମଧ୍ୟରେ ଆଉ ଟେଷ୍ଟି ପଲଉ ବନେଇବା ଠାକୁରଙ୍କ ପାଖରେ ଭୋଗ ଲଗାଇବା ପାଇଁ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା। ପଲଉ ବନେଇବା ପାଇଁ ପ୍ରଥମେ ଏଇ ଗିନାରେ 3 ଗିନା ନେଇଛି ଚାଉଳ। ଏଇଟା ବାସୁମତୀ ଚାଉଳ। ଆପଣମାନେ ଚାହିଁଲେ ଅନ୍ୟ ଚାଉଳ ନେଇପାରିବେ। ମୁଁ ବାସୁମତୀ ଚାଉଳ ନେଇଛି, କିନ୍ତୁ ବାସୁମତୀ ଚାଉଳରେ ପଲଉ ବନେଇଲେ ବଢ଼ିଆ ବାସ୍ନା ଆସିବ ଆଉ ବଢ଼ିଆ ବି ଲାଗିବ। ଆଉ ପ୍ରଥମେ ଚାଉଳକୁ ଧୋଇ ଧୁଆ ଦେଇଛି। ଆଉ ସେଥିରେ ତ ବାଲି ଗୋଡ଼ି କିଛି ନାହିଁ, ଖାଲି ଧୋଇକି ରଖିଦେଇଛି ସାଇଡ଼୍ରେ। ଆଉ ଗୋଟେ କଢ଼େଇ ନେଇଯାଇଛି, ସେଥିରେ 2 ଚାମଚ ଦେଶୀ ଗୁଆ ଘିଅ ଦେଇଛି। ଆଉ ଏଇ ଘିଅରେ ଆମେ କ'ଣ କରିବା, ଚିନାବାଦାମ କିଛି, ଆଉ ଖିସମିସ୍, କାଜୁ ଏଇସବୁକୁ ଭାଜିକି ରଖିଦେବା। ମୋ ପାଖରେ କାଜୁ ନାହିଁ, ସରିଯାଇଛି, ସେଥିପାଇଁ ମୁଁ ଚିନାବାଦାମ ଆଉ ଖିସମିସ୍ କି ଭାଜିଦେଲି। ଆଉ ଏଇଠି କିଛି ଗୋଟା ମସଲା, ଡାଲଚିନି, ଗୁଜୁରାତି, ଅଳେଇଚ, ଗୋଲମରିଚ, ତେଜପତ୍ର ଆଉ ଷ୍ଟାର୍ ମସଲା ଏଇସବୁ ଯାହା ଥିଲା ଗୋଟା ମସଲା ସବୁ ପକାଇଦେଲି। ଆଉ ସେଇଥିରେ ଏବେ ଏଇ ଚାଉଳକୁ ଯେଉଁ ଧୋଇକି ରଖିଥିଲି, ଆଉ ସେ ଚାଉଳକୁ ଏବେ ଏଇଠାରେ ଦେଇକି ଭାଜି ନେବା ଟିକେ। ଏଇ ଭାଜିବା ବି ହେଇଗଲାଣି, ଆଉ ଚାଉଳ ଗୋଟା ଗୋଟା ହେଇଗଲାଣି। ଏବେ ମୁଁ କ'ଣ କରିବି, ଯେହେତୁ ମୋର ଅଳ୍ପ ଚାଉଳ ନେଇଛି, ଛୋଟ ଗିନାରେ 3 ଗିନା ଆମେ ଯେହେତୁ ଅଳ୍ପ ଖାଇବୁ, ସେଥିପାଇଁ ମୁଁ ଏଇ ଚାଉଳକୁ ଖୋଲୁ ନାହିଁ, ସେଇଥିରେ ମାପ କରିକି ଡବଲ ପାଣି ଦେଇକି ଢାଳି ଦେଉଛି। ଆଉ ଅଧିକା ପଲଉ ହେଲେ ନିଶ୍ଚୟ ଚାଉଳକୁ ବାହାର କରିକି ପାଣି ଫୁଟିଲା ପରେ ଚାଉଳକୁ ଦେବେ। ଅଳ୍ପ ଯେହେତୁ ମୁଁ ଏମିତି ଢାଳି ଦେଉଛି। ଆଉ ତାକୁ ଏବେ ମାପ କରିକି ରଖିଥିଲି, ଯେତିକି ଚାଉଳ ନେବେ ତା'ର ଡବଲ ପାଣି ଦେବେ। ଆଉ ୟାକୁ ଦେଇଦେଲା ପରେ ଟିକେ ଗୋଳେଇ ଦେବା। ଚାଉଳ ସବୁ ଲାଗିଯାଇଛି, ତାକୁ ଡଙ୍କି ସାହାଯ୍ୟରେ ଛଡ଼େଇ ଦେବା। ଆଉ ସେଥିରେ ମୁଁ ଏବେ ଏଇ ଷ୍ଟେଜରେ ମୁଁ ଏବେ ଦେଇ ଦେଉଛି ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଆଉ ଯେତିକି ମିଠା ଖାଇବେ ଆପଣ ସେଇ ହିସାବରେ ଚିନି ଦେବେ। ଜଣେ ଜଣେ ମିଠା ବେଶୀ ହେଲେ ଭଲ ପାଆନ୍ତିନି, ଜଣେ ଜଣେ କମ୍ ମିଠା ବି ପସନ୍ଦ କରନ୍ତି। ମିଠାଟା ଆପଣଙ୍କ ହିସାବରେ ଦେବେ, ଚାଉଳର କ୍ୱାଣ୍ଟିଟି ଦେଖିକି ଦେଇଦେଲା ପରେ ଏକୁ ଏବେ ଆମେ ଫୁଟିବାକୁ ଛାଡ଼ିବା। ଆଉ ତାକୁ ଟିକେ ଘୋଡ଼େଇ ଦେବା, ଶୀଘ୍ର ଫୁଟିଯିବ। ଫୁଟିଗଲା ପରେ ଏଠି ମୁଁ ଘୋଡ଼େଇ ଦେଇଥିଲି, ଦେଖନ୍ତୁ ଢାଙ୍କଣ ଖୋଲିଲା ପରେ ପାଣି ସବୁ ଶୁଖିଯାଇଛି। ଏବେ ଆମେ ଏଇ ଯେଉଁ ବାଦାମ ଆଉ ଖିସମିସ୍କୁ ପକାଇକି ତାକୁ ପୁଣି ଥରେ ଘୋଡ଼େଇ ଦେବା। ଆଉ ଗ୍ୟାସ୍ର ଫ୍ଲେମ୍କୁ ପୁରା ସିମ୍ରେ ରଖିବା। ଆମର ତ ଚାଉଳ ବି ସିଝି ଯାଇଛି, ଆମର ପଲଉ ଏବେ ରେଡ଼ି ହୋଇଯାଇଛି। ଏକୁ ଏବେ ଘୋଡ଼େଇକିରି ରଖିଦେବା କିଛି ସମୟ, ତାପରେ ଖୋଲିବା ଆଉ ବାଢ଼ିବା। ରେଡ଼ି ହୋଇଯାଇଛି, ଠାକୁରଙ୍କ ପାଖରେ ପ୍ରସାଦ ଲାଗି କରିଦେଇଛି। ଆଶା କରୁଛି ମୋର ରେସିପି ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲ୍ ଯଦି ନୂଆ ସବସ୍କ୍ରାଇବ୍ କରିବେ। ପୁଣି ଆସିବି ନୂଆ ରେସିପି ସହିତ। ଜୟ ଜଗନ୍ନାଥ।